ଏହା ହେଉଛି ନେଚର ଗିଫ୍ଟ ଛତୁ। ୟାକୁ ଆମେ ଗୁଣ୍ଡିବାଲି ଛତୁ ବୋଲି କହିଥାଉ। ଆପଣମାନେ ଏହାକୁ କ'ଣ କୁହନ୍ତି କମେଣ୍ଟ ମାଧ୍ୟମରେ ଜଣାଇବେ। ଏହି ଛତୁ ଏଇ ବର୍ଷା ସିଜନରେ ହିଁ ଫୁଟିଥାଏ। ଆମର ଗାଁ ବାଡ଼ି ବଗିଚାରେ କିମ୍ବା ବିଲ ହୁଡ଼ାରେ ଫୁଟିଥାଏ ଏହି ଛତୁ। ତ ଆମର ଗାଁ ବାଡ଼ିରେ ଫୁଟିଥିବା ଏହି ଛତୁକୁ ନେଇ ପ୍ରସ୍ତୁତ କରିବା ଆଜିର ରେସିପି। ପ୍ରଥମେ ଚାଲନ୍ତୁ ଛତୁ ତୋଳି ଆଣିବା। ବର୍ତ୍ତମାନ ଛତୁ ତୋଳା ହୋଇଗଲା। ଆଉ ଯାହା ସବୁ ସାମଗ୍ରୀ ଦରକାର ଚାଲନ୍ତୁ ସଜାଡ଼ି ନେବା। ଆମର ଛତୁ ବ୍ୟତୀତ ଆଉ ଏହି ସବୁ ସାମଗ୍ରୀ ଦରକାର। ଏଠି ମୁଁ ଆଳୁ ଛୋଟ ଛୋଟ କରି କାଟି ନେଇଛି, କିଛି ଟମାଟୋ ପିଆଜ କାଟି ନେଇଛି, ଗୋଟେ ଡେମ୍ଫ ଭୃଷଙ୍ଗ ପତ୍ର, ଆବଶ୍ୟକ ଅନୁସାରେ ଲୁଣ, ହଳଦୀ, ଲଙ୍କାଗୁଣ୍ଡ ଦରକାର, ତେଲ ଆବଶ୍ୟକ ଅନୁସାରେ ଦରକାର। ମସଲା ପେଷ୍ଟ ପ୍ରସ୍ତୁତ ପାଇଁ ଅଦା ଖଣ୍ଡେ, କିଛି ରସୁଣ କୋଲା, ଅଧା ଚାମଚ ଜିରା, ଅଳ୍ପ ପାଣି ଦେଇ ତାକୁ ଗ୍ରାଇଣ୍ଡିଙ୍ଗ କରିନେବା। ବର୍ତ୍ତମାନ ଛତୁ ଧୋଇବାର ପ୍ରୋସେସିଂ ଆରମ୍ଭ କରିବା। ଛତୁର ଏହି ନାଡ଼ରେ କିଛି ବାଲି ଲାଗିଥାଏ ତାକୁ ଝାଡ଼ି ନେବା, ନଚେତ୍ ସେହି ବାଲି ଲାଗିଥିବା ଅଂଶଟି ଛିଣ୍ଡେଇ ବାହାର କରିନେବା। ତାପରେ ତାକୁ ପାଣିରେ ଦେଇଦେବା। ହଳଦୀ ଦେଇ ତାକୁ ଭଲ ଭାବରେ ମିଶାଇ 10 ମିନିଟ୍ ଭିଜିବାକୁ ଛାଡ଼ିବା। ବର୍ତ୍ତମାନ 10 ମିନିଟ୍ ହୋଇଗଲାଣି। ତାକୁ ଭଲ ଭାବରେ ଧୋଇ ପାଣିରୁ ଛାଣି ବାହାର କରିନେବା। ସେମ୍ ପ୍ରୋସେସ୍ରେ 2-3 ଥର କରି ଛତୁକୁ ଧୋଇ ନେବା। ଏହି ଛତୁରେ ବାଲି ବହୁତ ଥାଏ, ତେଣୁ ଭଲ ଭାବରେ ଧୋଇବା ନିହାତି ଦରକାର। ଏକଦମ ସଫା ପାଣି ହେବା ପର୍ଯ୍ୟନ୍ତ। ବର୍ତ୍ତମାନ ଦେଖନ୍ତୁ ଏକଦମ ସଫା ପାଣି ହୋଇଗଲାଣି। ତାକୁ ଚିପୁଡ଼ି ବାହାର କରିନେବା। ବର୍ତ୍ତମାନ ଆମର ଛତୁ ଭଲ ଭାବରେ ଧୋଇ ଚିପୁଡ଼ି ବାହାର କରା ହୋଇଗଲା। ନେକ୍ସଟ ପ୍ରୋସେସ୍ ଯିବା। ଗ୍ୟାସ୍ ଅନ୍ କରି କଡ଼େଇ ବସାଇବା। ସେଥିରେ ଗୋଟେ ଚାମଚ ତେଲ ଦେଇଦେବା। ତେଲ ଗରମ ହେବା ପରେ ସେଥିରେ କଟା ପିଆଜ ଦେଇଦେବା। କଟା ପିଆଜ ଟିକେ ବ୍ରାଉନ୍ କଲର୍ ହେବା ପର୍ଯ୍ୟନ୍ତ ଭାଜିବା। ବର୍ତ୍ତମାନ ଆମର ଭୃଷଙ୍ଗ ପତ୍ର ସେଥିରେ ଦେଇ କିଛି ସମୟ ଭାଜି ନେବା। ବର୍ତ୍ତମାନ ଦେଇଦେବା ଆମର ପ୍ରସ୍ତୁତ କରି ରଖିଥିବା ମସଲା ପେଷ୍ଟ। ତାକୁ ଦେଇ କିଛି ସମୟ କଷି ନେବା। ଆମର ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ମସଲା କଷିବା। କଟା ଟମାଟୋ ବର୍ତ୍ତମାନ ଦେଇ କିଛି ସମୟ ଭାଜି ନେବା। ବର୍ତ୍ତମାନ ଆମର ଛୋଟ ଛୋଟ କରି କାଟି ନେଇଛି ମୁଁ ଗୋଟେ ଆଳୁ ଏଠି, ତାକୁ ଦେଇ କିଛି ସମୟ ଭାଜି ନେବା। ଆପଣ ଚାହିଁଲେ ଆଳୁ ନ ଦେଇ ଖାଲି ଛତୁ ବି କରିପାରିବେ ସେମ୍ ପ୍ରୋସେସ୍ରେ। ବର୍ତ୍ତମାନ ଆବଶ୍ୟକ ଅନୁସାରେ ହଳଦୀ, ଲଙ୍କାଗୁଣ୍ଡ, ଲୁଣ ଦେଇ ଭଲ ଭାବରେ ମିଶାଇ ଘାଣ୍ଟି ନେବା। ଭଲ ଭାବରେ ମିଶାଇ ଘାଣ୍ଟି ସାରିବା ପରେ ତାକୁ ଢାଙ୍କୁଣି ଦେଇ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ହିଁ କିଛି ସମୟ ସିଝିବାକୁ ଛାଡ଼ିବା। ମଝିରେ ମଝିରେ ଚେକ୍ କରୁଥିବା ଆମର ଆଳୁ ସିଝିଲାଣି କି ନାହିଁ। ବର୍ତ୍ତମାନ ଆମର ଆଳୁ ସିଝିଗଲାଣି। ଧୋଇ ସଫା କରି ରଖିଥିବା ଛତୁ ସେଥିରେ ଦେଇ ଭଲ ଭାବରେ ମିଶାଇ ଘାଣ୍ଟି ନେବା। ମୁଁ ଏଠି ବିଲକୁଲ ପାଣି ଦେଉନି। ଆପଣ ଚାହିଁଲେ ଅଳ୍ପ ପାଣି ଦେଇ ଝୋଳ ବି ରଖିପାରିବେ। ମୁଁ କିନ୍ତୁ ଏଠି ଟିକେ ମୁଦା ମୁଦା କରି କରିବି ଏହି ଆଇଟମ୍ଟି। ତାକୁ ଢାଙ୍କୁଣି ଦେଇ ଆଉ କିଛି ସମୟ ସିଝିବାକୁ ଛାଡ଼ିବା। ମଝିରେ ମଝିରେ ଟିକେ ଘାଣ୍ଟୁଥିବା। ବର୍ତ୍ତମାନ ଇଏ ଦେଖନ୍ତୁ ମୁଁ ପାଣି ବିଲକୁଲ ଦେଇନଥିଲି। ଇଏ ମୁଦା ମୁଦା ହୋଇଯାଇଛି ଆମର ଆଇଟମ୍ଟି କେତେ ବଢ଼ିଆରେ। ବର୍ତ୍ତମାନ ପ୍ରାୟ ଆମର ପ୍ରସ୍ତୁତ ହୋଇଗଲା ବାଲି ଛତୁ ତରକାରୀ। ଇଏ ଆମର ପ୍ରାକୃତିକ ଛତୁ। ଆପଣଙ୍କୁ ଯଦି ମିଳେ ତାହେଲେ ଆଣି ନିଶ୍ଚୟ ଟ୍ରାଏ କରନ୍ତୁ। ଇଏ ବହୁତ ଟେଷ୍ଟ ଲାଗେ। ଏମିତି ପ୍ରସ୍ତୁତ କରନ୍ତୁ, ଖାଆନ୍ତୁ। କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଲାଇକ୍ କରନ୍ତୁ, ସେୟାର କରନ୍ତୁ। ସବସ୍କ୍ରାଇବ୍ ଯଦି କରିନାହାନ୍ତି ମୋ ଚ୍ୟାନେଲ୍ ତାହେଲେ ସବସ୍କ୍ରାଇବ୍ କରିନିଅନ୍ତୁ। ଧନ୍ୟବାଦ।